ଜଗନ୍ନାଥ ବନ୍ଧୁଗଣ, ଆଜି ରାତି ଠାରୁ ଆଗାମୀ 7 ବର୍ଷ ପର୍ଯ୍ୟନ୍ତ ଏହି 5ଟି ରାଶିରେ ହେବ ଧନର ବର୍ଷା। ବନ୍ଧୁଗଣ, ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ବହୁତ ମହତ୍ତ୍ୱ ମାନାଯାଇଛି। ଆମ ଶାସ୍ତ୍ରରେ କେତେ ସବୁ ମହତ୍ତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। କୁହାଯାଇଛି କି ମଣିଷ ଜୀବନରେ ଯାହା ସବୁ ପରିବର୍ତ୍ତନ ଆସିଥାଏ ତାହା ଗ୍ରହର ଚଳନ ଦ୍ୱାରା ହୋଇଥାଏ। ରାଶି ଓ ଗ୍ରହର ପରିବର୍ତ୍ତନ ଦ୍ୱାରା ମଣିଷ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଗାମୀ 7 ବର୍ଷ ଯାଏ ମା ଲକ୍ଷ୍ମୀଙ୍କ କୃପା କିଛି ରାଶିଙ୍କ ଉପରେ ରହିବାକୁ ଯାଉଅଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ। ବନ୍ଧୁଗଣ, ପ୍ରଥମ ରାଶିଟି ହେଉଛି ମକର ରାଶି। ମକର ରାଶିର ଲୋକ, ଆପଣଙ୍କ ଭାଗ୍ୟ ଆଜି ରାତିଠାରୁ ବଦଳିବ। ମା ଲକ୍ଷ୍ମୀଙ୍କ ବିଶେଷ କୃପା ରହିବ। ହଠାତ୍ ଧନଲାଭ ହେବ। ଛାତ୍ରମାନଙ୍କୁ ପାଠରେ ସଫଳତା ମିଳିବ। ଘରେ ଖୁସିର ବାତାବରଣ ରହିବ। ସ୍ତ୍ରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ସଫଳତା ମିଳିବ। ବନ୍ଧୁଗଣ, ବୃଷ ରାଶି। ବୃଷ ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଗଣ, ବିଦ୍ୟାର୍ଥୀଙ୍କୁ ପାଠରେ ସଫଳତା ମିଳିବ। ବେପାରରେ ଧନଲାଭ ହେବ। ଘରେ ଧନର ବର୍ଷା ହେବ। ବନ୍ଧୁଗଣ, ବଡ଼ ଗୁରୁଜନମାନଙ୍କ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆପଣଙ୍କ ଜୀବନରେ ସମାନ ଖ୍ୟାତି ବୃଦ୍ଧି ପାଇବ। ବନ୍ଧୁଗଣ, ସିଂହ ରାଶି। ସିଂହ ରାଶିର ଲୋକମାନଙ୍କ ଜୀବନରେ ଆଗାମୀ 7 ବର୍ଷ ଯାଏ ଖୁସି ରହିବ। ଆପଣଙ୍କର ସବୁ ଦୁଃଖର ନାଶ ହେବ। ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ଚାକିରିରେ ପ୍ରମୋଶନ ହୋଇପାରେ। ବେପାରୀଙ୍କୁ ଲାଭ ହେବ। ଘର ପରିବାରର ସହଯୋଗ ପ୍ରାପ୍ତ ହେବ। ବନ୍ଧୁଗଣ, ଆପଣଙ୍କର ଯାହା ବି ଅଧୁରା କାମ ରହିଥିଲା ତାହା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମାନସମ୍ମାନ ବଢ଼ିବ। ଆପଣଙ୍କର ଅଟକିଥିବା ଟଙ୍କା ଫେରି ପାଇବେ। ବନ୍ଧୁଗଣ, ତୁଳା ରାଶି। ଆପଣଙ୍କ ଭାଗ୍ୟ ବହୁତ ଭଲ ରହିବ। ବନ୍ଧୁଗଣ, ଆଜିଠାରୁ 7 ବର୍ଷ ଯାଏ ଆପଣଙ୍କ ପାଇଁ ସମୟ ଲାଭଦାୟକ ରହିବ। ସବୁ କାମରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ଷ୍ଟ୍ରଙ୍ଗ ରହିବ। ମା ଲକ୍ଷ୍ମୀଙ୍କ କୃପା ରହିବ। ବନ୍ଧୁଗଣ, ହଠାତ୍ ଧନପ୍ରାପ୍ତ ହୋଇପାରେ। ଘରର ପରିବାରରେ ଖୁସିର ମାହୋଲ ରହିବ। ବନ୍ଧୁଗଣ, କୁମ୍ଭ ରାଶି। କୁମ୍ଭ ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ। ଆଜି ରାତିଠାରୁ ଆପଣଙ୍କ ଜୀବନରେ କେତେ ସବୁ ପରିବର୍ତ୍ତନ ହେବ। ହଠାତ୍ ଧନଲାଭ ହୋଇପାରେ। ବନ୍ଧୁଗଣ, ବାହାରକୁ ଯିବାର ଯୋଗ ଅଛି। ସମାଜରେ ମାନସମ୍ମାନ ବଢ଼ିବ। ଆପଣଙ୍କୁ ସବୁ କାମରେ ସଫଳତା ମିଳିବ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ और ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।